ଆଜି ହଉଛି ମୋର କଟିଂ ର 5 ଦିନ, ଯାହା ଥିଲା ଜିମ୍ ରେ ଆମର 22 ୱାର୍କଆଉଟ। ସବୁଦିନ ସନ୍ଧ୍ୟାବେଳେ ଉଠି ରେଡି ବାହାରି ପଡିଥିଲି ଜିମ୍ କୁ। କାହିଁକି ନା ଏବେ ମୋର ନାଇଟ୍ ସିଫ୍ଟ ଚାଲିଛି, ସେଇଥିପାଇଁ ସନ୍ଧ୍ୟାରେ ଜିମ୍ ଯିବାକୁ ପଡୁଛି। ତାପରେ ରେଡି ବାହାରି ପଡିଥିଲି ଜିମ୍ କୁ। ଜିମ୍ ଯିବା ପୂର୍ବରୁ ମୁଁ ଫ୍ରି ୱାର୍କଆଉଟ ନେଇଥିଲି ଜାମ, ତା ସହିତ ଇଲେକ୍ଟ୍ରୋଲାଇଟ୍। ତାପରେ ବାହାରି ପଡିଥିଲି ଜିମ୍ କୁ। ଜିମ୍ ରେ ଥିଲା ଆଜି ଆମର 22 ୱାର୍କଆଉଟ। ମାରିଥିଲି ମାର୍ବଲ କଲ୍, ଯାହା ଯାଇଥିଲା 25 କିଲୋରେ 12ଟିରେ। ତାପରେ ମାରିଥିଲି ଇନକ୍ଲାଇନ୍ ଡ୍ରମ୍ବଲ କଲ୍, ଯାହା ଯାଇଥିଲା 10 କିଲୋରେ 12ଟିରେ। ତାପରେ ମାରିଥିଲେ ହ୍ୟାମର କଲ୍, ଯାହା ଯାଇଥିଲା 10 କିଲୋର 12ଟିରେ। ଦେଖ ଭାଇ, ଆଜି ବାଇସେପ୍ ୱାର୍କଆଉଟ ଏମିତି ହେଇଛି ଯେ ବାଇସେପ୍ ଲାଗୁଛି ଯେ ଆଜି ଗୋଟେ ଦିନରେ ଫାଟିଯିବ। ଭାଇ ବାଇସେପ୍ ୱାର୍କଆଉଟ ଏମିତି କର ଯେ ତମକୁ ଲାଗିବାର ଅଛି ଯେ ହଁ ଆଜି କଣ ଗୋଟେ ଅଲଗା ଟାଇପ ର ବାଇସେପ୍ ୱାର୍କଆଉଟ ହେଇଛି। ସରିଲା ପରେ 10 କି 15 ମିନିଟ୍ କାର୍ଡିଓରେ ଧ୍ୟାନ ଦିଅ ଭାଇ। କାର୍ଡିଓ ହଉଛି ମେନ୍ ୱାର୍କଆଉଟ କଟିଂ ର, ସେଇଟାକୁ କେବେ ମିସ୍ କରନି। ହପ୍ତାହକୁ 3 ଥର ମାତ୍ର କାର୍ଡିଓ କର, ମାତ୍ର ପ୍ରପର କର, ବେଶୀ ନାହିଁ। 15 ମିନିଟ୍ ଟାଇମ ଦିଅ। ସବୁ ସେଟରୁ 4 ସେଟ୍ ମାରି ବାହାରି ପଡିଥିଲି ଜିମ୍ ରୁ ଆସି ବନେଇଥିଲି ରୁମ ରେ କ୍ରିଏଟିନ୍ ସହିତ ମୁଁ ନେଇଥିଲି ଗ୍ଲୁକୋଜ। ତାପରେ ବାହାରି ପଡିଥିଲି ରୋଷେଇ କରିବା ପାଇଁ। ଆଜି ରୋଷେଇରେ ନେଇଥିଲି ଭାତ, ତା ସହିତ ସୋୟାବିନ୍ ଭଜା। ଏହା ଥିଲା ଆଜି ମୋର ଡାଏଟ। ଚାଲ ରହିଲି, ମିଶିବା ଆଉ ଏକ ନୂଆ ଭିଡିଓରେ। ଜୟ ଜଗନ୍ନାଥ।